ଧନୁ ରାଶିର ଲୋକମାନେ ଆଜିର ଭିଡିଓ ନ ଦେଖିଲେ ମୂର୍ଖ ହେବେ। ଗୁରୁଜୀ ଏକ ମହାନ ଭବିଷ୍ୟବାଣୀ କରିଛନ୍ତି। ଏହି 7ଟି ଘଟଣା ଆପଣଙ୍କ ଜୀବନରେ ନିଶ୍ଚିତ ଭାବରେ ଘଟିବ ଏବଂ କେହି ସେମାନଙ୍କୁ ଅଟକାଇ ପାରିବେ ନାହିଁ। ଏବଂ ଆଜି ମୋର ଭବିଷ୍ୟବାଣୀକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଶାନ୍ତ ମନରେ ଦେଖନ୍ତୁ, କାରଣ ପ୍ରତ୍ୟେକ ଜିନିଷ ସତ ହେବାକୁ ଯାଉଛି। ଯଦି ଆପଣ ଆଜି ଶେଷ ପର୍ଯ୍ୟନ୍ତ ଏହି ଭିଡିଓ ନ ଦେଖିବେ, ତେବେ ଆପଣ ଜୀବନର ବାକି ସମୟ ପାଇଁ କାନ୍ଦିବେ। 3ଟି ବଡ଼ ପରିବର୍ତ୍ତନ ଆପଣଙ୍କ ପାଇଁ ଅପେକ୍ଷା କରିଛି। ତାହା ଟଙ୍କା, ସ୍ୱାସ୍ଥ୍ୟ କିମ୍ବା ପରିବାର ହେଉ, 3ଟି କ୍ଷେତ୍ର ଆପଣଙ୍କ ଜୀବନରେ ବିନାଶକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି। ମୁଁ ଆପଣଙ୍କୁ ଗୋଟିଏ ଗୋଟିଏ କରି ସବୁକିଛି କହିବାକୁ ଯାଉଛି। କେତେବେଳେ ଜୀବନରେ ଏକ ସମୟ ଆରମ୍ଭ ହୁଏ ଯେତେବେଳେ ଦୁର୍ଭାଗ୍ୟ ଏତେ କଠିନ ହୋଇଥାଏ ଯେ ଆପଣ ଯାହା ବି ହାତ ଧରିବେ ତାହା ଭୁଲ ହୋଇଯାଏ। ଆପଣ ଯେଉଁଠାରେ ପାଦ ଦିଅନ୍ତି କାମ ବନ୍ଦ ହୋଇଯାଏ। ଆପଣ ଟଙ୍କା ରୋଜଗାର କରିବାକୁ କଠିନ ଚେଷ୍ଟା କରୁଛନ୍ତି, କିନ୍ତୁ ଏହା ଆପଣଙ୍କ ପାଖକୁ ସମାନ ଗତିରେ ଆସୁନାହିଁ। ଆପଣ ରାତିରେ ଶାନ୍ତିରେ ଶୋଇପାରିବେ ନାହିଁ ଏବଂ ଆପଣଙ୍କ ପରିବାରର ସଦସ୍ୟମାନେ ଆପଣଙ୍କୁ ବୁଝିପାରୁନାହାନ୍ତି। ଆପଣଙ୍କ ସହିତ ଥିବା କିଛି ପ୍ରିୟଜନ ଏବେ ଆପଣଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି। ପ୍ରଶ୍ନ ଉଠେ, ଆମେ ଏବେ କ'ଣ କରିବା ଉଚିତ? ଜୀବନରେ ଭଲ ସମୟ ଆସିବ କି ନା ଏହି ଖରାପ ସମୟ ଚାଲିବ? ତୁମେ ବହୁତ ଚିନ୍ତିତ ଅଛ ଏବଂ ତୁମ ମନରେ ମଧ୍ୟ ତୁମେ ବହୁତ ଚିନ୍ତିତ ଅଛ। ଯଦି ତୁମେ ତୁମର ଭବିଷ୍ୟତ ବିଷୟରେ ବହୁତ ଚିନ୍ତିତ ଅଛ, ତେବେ ବନ୍ଧୁଗଣ, ଚିନ୍ତା କର ନାହିଁ। ଆଜି ମୁଁ ତୁମର ମନରୁ ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ଯାଉଛି। ମୋର ଏହି ଭବିଷ୍ୟବାଣୀ ସହିତ ମୁଁ ତୁମକୁ ଶାନ୍ତି ଏବଂ ଶାନ୍ତି ଦେବି। କିନ୍ତୁ ମୋର ଗୋଟିଏ କଥା ଶୁଣ, ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖ। ଯଦି ବାଲାଜୀ ମହାରାଜଙ୍କ ପ୍ରକୃତ ଭକ୍ତମାନେ ଏବେ ଭିଡିଓକୁ ପସନ୍ଦ କରନ୍ତି ଏବଂ କମେଣ୍ଟ ବକ୍ସରେ ଜୟ ବାଗେଶ୍ୱର ବାଲାଜୀ ଲେଖନ୍ତି, ତେବେ ସେମାନଙ୍କର ଅନୁରୋଧ ମଧ୍ୟ ଗ୍ରହଣ କରାଯିବ ଏବଂ ସେମାନଙ୍କର ଇଚ୍ଛା ମଧ୍ୟ ପୂରଣ ହେବ। ତୁମର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଜୀବନରେ ସବୁବେଳେ ଏତେ ଦୁଃଖ, ଏତେ ଆର୍ଥିକ ସମସ୍ୟା ଏବଂ ପାରିବାରିକ ସମସ୍ୟା କାହିଁକି ରହିଥାଏ? ତେବେ ମୁଁ ତୁମକୁ କହିଦେଉଛି ଯେ ଯେତେବେଳେ ଗ୍ରହମାନେ ମହାକାଶରେ ସେମାନଙ୍କର ରାଶି ପରିବର୍ତ୍ତନ କରନ୍ତି, ଶନି ତୁମର କୁଣ୍ଡଳୀରେ ଶକ୍ତିଶାଳୀ ଥାନ୍ତି, କିନ୍ତୁ ରାହୁ ଦୁର୍ବଳ ଦେଖାଯାଏ। ଶୁକ୍ର ତୁମକୁ ସାହାଯ୍ୟ କରୁଛନ୍ତି, କିନ୍ତୁ ତୁମର ଚନ୍ଦ୍ରର ସ୍ଥିତି ଦୁର୍ବଳ ଦେଖାଯାଏ। ଏବଂ ଏହି 4ଟି ପ୍ରମୁଖ ଗ୍ରହ ପରିବର୍ତ୍ତନ ତୁମ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଗୋଟିଏ କଥା ଧ୍ୟାନ ଦେଇ ଶୁଣ, କିଛି ସମ୍ପର୍କ ଯେଉଁଠାରେ ତୁମର ଅନ୍ଧବିଶ୍ୱାସ ଥାଏ ଯେ ସେମାନେ ମୋତେ କେବେ ବିଶ୍ୱାସଘାତ କରିବେ ନାହିଁ, ସେମାନେ ସବୁବେଳେ ମୋ ସହିତ ରହିବେ। ଗ୍ରହମାନଙ୍କର ଏହି ବିନାଶକାରୀ ପରିବର୍ତ୍ତନ ତୁମକୁ ସେହି ସମ୍ପର୍କଠାରୁ ମଧ୍ୟ ଦୂରେଇ ଦେଇପାରେ। ଗୋଟିଏ କଥା ମନେ ରଖ, କେତେବେଳେ ଆମର ଗ୍ରହ ଗଠନ ଖରାପ ହୋଇଯାଏ ଏବଂ କେତେବେଳେ ଏହା ଠିକ୍ ହୋଇଯାଏ, ଯାହା ଫଳରେ ଫଳାଫଳ କେତେବେଳେ ଜିନିଷ ଭୁଲ ହୋଇଯାଏ ଏବଂ କେତେବେଳେ ଜିନିଷଗୁଡ଼ିକ ମୁହୂର୍ତ୍ତକ ମଧ୍ୟରେ ହୋଇଯାଏ। ବର୍ତ୍ତମାନ ସମୟ ହେଉଛି ସତର୍କ ଏବଂ ସତର୍କ ରହିବାର, କାରଣ ଆଗାମୀ 10 ଦିନ ହେଉଛି ଏକ କଠିନ ପରୀକ୍ଷାର 10 ଦିନ। ତେଣୁ ମୋ କଥା ବହୁତ ଧ୍ୟାନ ସହିତ ଶୁଣ। ମୁଁ ତୁମକୁ ଗୋଟିଏ ଗୋଟିଏ କରି ସବୁକିଛି କହିବି ଏବଂ ତୁମ ଜୀବନରେ ଆସୁଥିବା ଖୁସି ବିଷୟରେ ମଧ୍ୟ ଜଣାଇବି। ଆଜିର ଭିଡିଓ ତୁମ ପାଇଁ କୁବେରଙ୍କ ଧନ ପରି ହେବାକୁ ଯାଉଛି। ଶେଷ ପର୍ଯ୍ୟନ୍ତ ଦେଖିବା ପରେ ତୁମର ସବୁକିଛି ରହିବ। କିନ୍ତୁ ଯିଏ ଏହି ଭିଡିଓକୁ ଅଧା ସମାପ୍ତ ଛାଡ଼ିଦେବ ସେ ମୂର୍ଖ ହେବ, କାରଣ ତୁମକୁ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବାକୁ ପଡ଼ିବ, କାରଣ ଜୀବନକୁ ଅଧା ହୃଦୟରେ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ, ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପଡ଼ିବ। ଆଗାମୀ 10 ଦିନ ମଧ୍ୟରେ ତୁମ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରଚିବାକୁ ଯାଉଛି। ତୁମେ ଯେଉଁଠାରେ କାମ କର, ସେଠାରେ ତୁମର କଠିନ ପରିଶ୍ରମକୁ ନିଜର ବୋଲି ଦାବି କରି ତୁମକୁ ବିଶ୍ୱାସଘାତ କରାଯାଇପାରେ। ଗୁରୁଜୀଙ୍କ କଥା ଶୁଣନ୍ତୁ ଏବଂ ସତର୍କ ରୁହନ୍ତୁ ଯେ ଆପଣଙ୍କର ସାବଧାନତା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ନ କରେ। କେତେବେଳେ ଏପରି ହୁଏ ଯେ ଆପଣ ସମସ୍ତଙ୍କୁ ନିଜର ବୋଲି ଭାବନ୍ତି, ସମସ୍ତଙ୍କୁ ବିଶ୍ୱାସ କରନ୍ତି, ସମସ୍ତଙ୍କୁ ଆଗକୁ ବଢ଼ିବାକୁ ପରାମର୍ଶ ଦିଅନ୍ତି, କିନ୍ତୁ ଲୋକମାନେ କ'ଣ କରନ୍ତି? ସେମାନେ ଆପଣଙ୍କୁ ଚାପି ଦିଅନ୍ତି ଏବଂ ଆଗକୁ ବଢ଼ିଯାଆନ୍ତି। ଆପଣ ସେମାନଙ୍କୁ ଦେଖୁଥାନ୍ତି ଏବଂ ସେମାନେ ଆପଣଙ୍କୁ ବାଧା ଦିଅନ୍ତି।
जदि आपण सेमानंकु विश्वासघातकता करंती तेबे टिके बुद्धिमान हेबार समय आसीछि। आपणकर कर्म शक्तिशाली। आपण केबे काहाकू आघात देई नाहंती। आपण केबे काहाकू कष्ट देई नाहंती। आपण सर्वदा समस्तंकु संगरे नेई समस्तंको मंगल पई परमेश्वरंको निकटरे प्रार्थना करिसंती। एहार अर्थ हेउछि आपणकर कर्म भल। जदि कर्म प्रभावशाली तेबे शनिदेव आपणंक पक्षरे अछंती। एहार अर्थ हेउछि आपणंकर शत्रु माने मुह माडी पड़िबाकू जाउछंती। किछि लोक जेउमाने आपणंकर अमंगल कामना करंती, किछि लोक जेउमाने आपणंको उपरे कला जादू करूछंती, सेमानंकू उपयुक्त उत्तर मिलिब। चिंता करंतु नहीं, कारण शनिदेव आपणंक कुंडली रे शक्तिशाली, उच्च एवं एक दृढ़ स्थिति रे अछंती। आपणंकर भल कार्य आपणंक पई प्रत्येक प्रतिकूल परिस्थिति को भल करिब। आपण जीवन रे आगकू बढ़िबा सहित आपणंक जीवन रे खुशी आसीबो एवं आपणंकर स्वप्न सत हेब। किंतु जदि कर्मर एही खेल भांगी जाए, धरा जाऊ तुमे रास्तारे जने गरीब व्यक्ति को देख, तेबे सेमानंकु हसिबार भूल कर नहीं। शनिदेव एहाकू आद पसंद करंती नहीं। धरा जाऊ जने महिला सेही बाट देई जाउछंती, तेबे तांकू भूल आखिरे देखिबार भूल कर नहीं। शनिदेव एहाकू आद पसंद करंती नहीं। एहा सहित सच्चोट हुआ। जदि केही भूलवशतः तुमको अधिक टंका देई दिए, तेबे सेही टंका को निज पकेटरे रखिबा परिवर्ते सच्चोट भावरे दोकानी को फेराई दियो। शनिदेव खुशी हेबे। तुमे तुमर कर्मर फल पाइबो एवं समस्त शत्रु तुमर रास्तारू हटी जिवो एवं तुमे तुमर रास्तारू समस्त कंटा दूर करी एक महान पदवी रे पहुंचिबो। किंतु तुमर जीवन रे किछि चैलेंज निश्चित भावरे आसीबो, कारण तुमर कुंडली राहु दुर्बल देखा जाउछि। कथाटी बहुत ध्यान सहित सुन। प्रायतः एही प्रश्न आमर कमेंट बॉक्स रे देखा जाए जे गुरुजी आम घरे टंका रहु नाही, आमर कुलदेवी क्रोधित कि, आम उपरे कोनोसी पूर्वपुरुषंको अभिशाप अछि कि। एही भिडियो रे आपनंकु अनेक प्रश्नर उत्तर मिलिबो। एबे आपण एपर्यंत भिडियो देखि सारिलेनी। मु आपनंकु गोटिए कथा कहिबाकू चाहूछि, एपरी भिडियो तैयारी करिबा पई आमकु बहुत कठिन परिश्रम करिबाकू पड़िथाए। आमकु बहुत ज्ञान संग्रह करिबाकू पड़िबो। परे आपनंक पई एक स्वतंत्र भिडियो तैयारी करा जाइछि। प्रति बदलरे समस्त भक्त अति कमरे भिडियोटी को पसंद करि पारिबे। जदि आपण मध्य गुरुजींकु निजर बोली मानिथांती, तेबे निश्चित भावरे एही भिडियो को शेष पर्यंत देखंतु, कारण एही भिडियो आजि आपणंक मनर द्वंद्वକୁ दूर करिबो। आपण जेउ शांति पाइबाकू चाहुछंती, आपण जेउ प्रश्न गुड़िकर उत्तर चाहुछंती, सेगुड़िक एही भिडियो रे पाइबे। किंतु एही भिडियो को अधा रास्तारे छाड़ी दियंतु नहीं, कारण गुरुजी तीनोटी बड़ भविष्यवाणी करिछंती। जदि आपण एही भविष्यवाणी सुनंती, तेबे आपण भविष्यतरे जहा करिबाकू चाहुछंती ताहा करिबार उपाय पाइबे एवं आपणंकर समस्त पाप मध्य नष्ट होइजिबो। प्रथम भविष्यवाणी हेउछि जे आपण जेकोनोसी काम करिबे सेथिरे सफलता पाइबे। किंतु एतिकी मने रखंतु जे सकाळे उठिबा मात्रे प्रथमे आपणंकु आपणंकर उभय हाथकू एकाठी जोड़ी एक मंत्र जप करिबाकू पड़िबो। सेही मंत्र हेउछि करागे स्ते लक्ष्मी कर मध्य सरस्ती कर मूले तू गोविंद प्रभात कर दर्शन। एहार अर्थ हेउछि आम हाथ पापुलीर प्रथम अंशरे मध्य भागरे माता लक्ष्मी, मध्य भागरे देवी सरस्ती एवं मूलरे भगवान गोविंद वास करंती। मु सकाळे शीघ्र उठी सेमानंकु प्रणाम करे एवं मु मोर दिन को भल भावरे आरंभ करे। एहा करी आपणंकु आपणंकर दिन आरंभ करिबाकू पड़िबो। आपण जेउ मुह को देखिबे ताहा धार्मिक एवं भल चिंताधारा थिबा उचित। अनेक लोक सकाळे शीघ्र घरे झगड़ा करंती, खराप कथा कहिबा अभ्यास करंती एवं समस्तंक विषय खराप कथा कुहंती। सकाळे उठिबा परे आपण एपरी व्यक्तिंको मुह देखिबा उचित नुहे, नचेत आपणंकर असुविधा आहुरी बढ़ी जिवो। आपणंकु एपरी व्यक्तिंको मुह देखिबाकू पड़िबो जिए सकाळे उठी प्रार्थना करंती, मंदिर जांती, समस्तंको सेवा करंती, समस्तंको पई
ଭଲ କଥା କୁହନ୍ତି ଏବଂ ସମସ୍ତଙ୍କ ବିଷୟରେ ଭଲ ଚିନ୍ତା କରନ୍ତି। ସେହି ବ୍ୟକ୍ତି ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିବାକୁ ଯାଉଛନ୍ତି। ଆପଣଙ୍କୁ ଏହା ମନେ ରଖିବା ଉଚିତ, ନଚେତ୍ ଆପଣଙ୍କ କୁଣ୍ଡଳୀରେ ଗ୍ରହଗୁଡ଼ିକ ବିକୃତ ହୋଇପାରନ୍ତି ଏବଂ ଅଧିକ ଖରାପ ଫଳାଫଳ ହୋଇପାରେ। ଏହା ମନେ ରଖନ୍ତୁ, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜ ଶକ୍ତି ଥାଏ। ଜଣେ ଭଲ ବ୍ୟକ୍ତିଙ୍କ ପାଖରେ ସକାରାତ୍ମକ ଶକ୍ତି ଥାଏ, ତେଣୁ ସେ ଅନ୍ୟମାନଙ୍କୁ ମଧ୍ୟ ସକାରାତ୍ମକ ଶକ୍ତି ଦେଇଥାଏ। କିନ୍ତୁ ଜଣେ ଖରାପ ବ୍ୟକ୍ତିଙ୍କ ପାଖରେ ନକାରାତ୍ମକ ଶକ୍ତି ଥାଏ ଏବଂ ତାପରେ ସେ ଅନ୍ୟମାନଙ୍କୁ ମଧ୍ୟ ସମାନ ଶକ୍ତି ଦେଇଥାଏ। ତେଣୁ ଆପଣଙ୍କୁ ଆଗାମୀ 10 ଦିନ ମଧ୍ୟରେ ଏପରି ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ। ଗୁରୁଜୀ ଏହା ଭବିଷ୍ୟବାଣୀ କରୁଛନ୍ତି, ନଚେତ୍ ଏହା ବହୁତ ଖରାପ ହୋଇପାରେ। ଦ୍ୱିତୀୟ କଥା ହେଉଛି ଯେ ଟଙ୍କା ବିଷୟରେ କଥା ହେବା ସମୟରେ ଆପଣ ନିଜ ଲୋକଙ୍କ ଉପରେ ମଧ୍ୟ ବିଶ୍ୱାସ କରିବା ଉଚିତ ନୁହେଁ। କେତେକ ସମୟରେ ଆମେ କିଛି କିଣୁ କିମ୍ବା ବିକ୍ରୟ କରୁ। ଏପରି ପରିସ୍ଥିତିରେ ଯଦି ଅନ୍ୟ ବ୍ୟକ୍ତି ଆପଣଙ୍କ ନିକଟତର ହୋଇଯାଏ, କୌଣସି ଚୁକ୍ତି କିମ୍ବା ଲିଖିତ ଯୋଗାଯୋଗ ବିନା ସେମାନଙ୍କୁ ବିଶ୍ୱାସ କରିବା ଏବଂ ଚୁକ୍ତିକୁ ଚୂଡ଼ାନ୍ତ କରିବା ଏକ ବଡ଼ କ୍ଷତିର ଗ୍ୟାରେଣ୍ଟି ଦେଇପାରେ। ଆପଣଙ୍କୁ ଏହି ପଦକ୍ଷେପ ବହୁତ ସତର୍କତାର ସହିତ ନେବା ଉଚିତ, କାରଣ କେହି ଯେତେ ନିକଟତର ହୁଅନ୍ତୁ ନା କାହିଁକି, ଟଙ୍କାର କଥା ଆସିଲେ ସବୁଠାରୁ ଭଲ ଲୋକମାନେ ମଧ୍ୟ ସେମାନଙ୍କର ରଙ୍ଗ ପରିବର୍ତ୍ତନ କରନ୍ତି। ଆପଣଙ୍କ କଷ୍ଟାର୍ଜିତ ପୁଞ୍ଜିକୁ ମନରେ ରଖି ସମ୍ପର୍କର କୃତ୍ରିମ ଖେଳରୁ ଦୂରେଇ ରୁହନ୍ତୁ, ନିଜର ସ୍ୱାର୍ଥର ଯତ୍ନ ନିଅନ୍ତୁ ଏବଂ ଯଥାସମ୍ଭବ ନିରାପଦ ଭାବରେ କାର୍ଯ୍ୟ କରନ୍ତୁ। ଗୁରୁଜୀଙ୍କ ଦ୍ୱିତୀୟ ଭବିଷ୍ୟବାଣୀ ସୂଚାଇ ଦିଏ ଯେ ଟଙ୍କା ବିଷୟରେ ଆପଣ ଠକାମିର ଶିକାର ହୋଇପାରନ୍ତି ଏବଂ ଯଦି ଆପଣ ଯତ୍ନ ନ ନିଅନ୍ତି, ତେବେ ଆପଣ ଭୟଙ୍କର ପରିଣାମର ସମ୍ମୁଖୀନ ହେବେ। ତୁମଠାରୁ ତୁମର ନିଜ ଟଙ୍କା ମଧ୍ୟ ଛଡ଼ାଇ ନିଆଯାଇପାରେ। ତୃତୀୟ କଥା ଯାହା ଗୁରୁଜୀ ତୁମକୁ କହିବାକୁ ଚାହୁଁଛନ୍ତି ତାହା ହେଉଛି, ତୁମକୁ ପୋଲିସ ଷ୍ଟେସନ ଯିବାକୁ ପଡ଼ିପାରେ ଏବଂ ଭୁଲ ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଯନ୍ତ୍ରଣା ଏବଂ କଷ୍ଟର ଏକ ଶିକ୍ଷା ହୋଇପାରେ। କେତେବେଳେ ତୁମେ କାହାକୁ ଏତେ ସହଜରେ ବିଶ୍ୱାସ କର ଯେ ମୁଁ ତାର ସ୍ୱଭାବକୁ ପସନ୍ଦ କଲି, ତାର କଥା କହିବା ଶୈଳୀକୁ ପସନ୍ଦ କଲି, ତାର କଥାରେ ମୁଁ ପ୍ରେମରେ ପଡ଼ିଗଲି, କିନ୍ତୁ ତୁମେ ଜାଣିନାହଁ ଯେ କିଏ ତୁମ ସହିତ କେଉଁ ଉଦ୍ଦେଶ୍ୟ ନେଇ ଜଡ଼ିତ। ତେଣୁ କୌଣସି ଝିଅକୁ ବହୁତ ଶୀଘ୍ର ବିଶ୍ୱାସ କର ନାହିଁ, କାରଣ ତୁମର କୁଣ୍ଡଳୀରେ ଚନ୍ଦ୍ର ବର୍ତ୍ତମାନ ଏକ ଦୁର୍ବଳ ସ୍ଥିତିରେ ଅଛି, ଯାହା ଯୋଗୁଁ ତୁମେ ଆକର୍ଷଣର ଶିକାର ହେବ। ତୁମେ କାହାର ସୌନ୍ଦର୍ଯ୍ୟରେ ପ୍ରେମରେ ପଡ଼ିବ ଏବଂ ତାପରେ ସେ ତୁମକୁ ଏତେ ଗରିବ କରିଦେବ ଯେ ତୁମେ ତୁମର ଜୀବନର ଅନେକ ବର୍ଷ ପୋଲିସ ଷ୍ଟେସନରେ ବିତାଇବ। ଟିକେ ସତର୍କ ରୁହ, ନିଜ ଭାବନାକୁ ନିୟନ୍ତ୍ରଣ କର, କାରଣ ଗୁରୁଜୀ ଏବେ ତୁମକୁ ଯାହା କହିବାକୁ ଯାଉଛନ୍ତି ତାହା ତୁମ ପାଇଁ ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ କଥାକୁ ବହୁତ ଧ୍ୟାନର ସହିତ ଶୁଣ, କାରଣ କିଛି ଖୁସିର କଥା ମଧ୍ୟ ରହିବ। ଗୋଟିଏ ଗୋଟିଏ କରି ମୁଁ ତୁମକୁ କହିବି ଯେ ତୁମ ଜୀବନରେ କେଉଁ ଖୁସି ଆସିବାକୁ ଯାଉଛି ଏବଂ ତୁମେ ଏହାକୁ ବିଶ୍ୱାସ କରିବ ନାହିଁ, କାରଣ ଯେଉଁ ଜିନିଷ ପାଇଁ ତୁମେ ଗତ ଅନେକ ବର୍ଷ ଧରି ଆଶା କରୁଛ ତାହା ଏବେ ତୁମ ଘରେ ରହିବ, ତାହା ତୁମ ହାତରେ ରହିବ। କୁହାଯାଏ ଯେ ଭଗବାନଙ୍କ ଘରେ ବିଳମ୍ବ ଅଛି କିନ୍ତୁ ଅନ୍ଧାର ନାହିଁ। ଯଦି ତୁମେ ଏହି ଗ୍ରହ ଗଠନର ସମ୍ମୁଖୀନ ହୁଅ, ତେବେ ତୁମ ଜୀବନରେ ଧନ, ସୁଖ, ସମୃଦ୍ଧି ସବୁକିଛି ଆସିବ। ପ୍ରଥମ ଶୁଭ ଖବର ଯାହା ତୁମର ଦ୍ୱାରରେ ଠକ୍ ଠକ୍ କରିବାକୁ ଯାଉଛି ତାହା ହେଉଛି ଯେ ବହୁତ ଦିନ ଧରି ତୁମର କାମ ଯାହା ଅଟକି ରହିଥିଲା, ଧରାଯାଉ କିଛି ଲୋକଙ୍କ କୋର୍ଟ ମାମଲା ଅଟକି ରହିଥିଲା ଏବଂ ସେମାନେ ତାହା ଜିତିପାରିଲେ ନାହିଁ, କିମ୍ବା ଆର୍ଥିକ ମାମଲାରେ କାହାର ଦରମା ଅଟକି ଯାଇଥିଲା, କିମ୍ବା ବ୍ୟବସାୟରେ ଏକ ଅର୍ଡର ପାଇବାକୁ ଥିଲା କିନ୍ତୁ ତାହା ମିଳିଲା ନାହିଁ, କିମ୍ବା କୌଣସି ଛାତ୍ର ଯିଏ ବହୁତ ଭଲ ପ୍ରସ୍ତୁତି କରିବା ସତ୍ତ୍ୱେ ପ୍ରତିଥର ପ୍ରତିଯୋଗିତାମୂଳକ ପରୀକ୍ଷାରେ 2ରୁ 5 ନମ୍ବର ହରାଇ ବସିଥିଲା, ଏବେ ତାର ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବାକୁ ଯାଉଛି, କିନ୍ତୁ ତୁମକୁ ଏକ ସମାଧାନ ଅବଲମ୍ବନ କରିବାକୁ ପଡ଼ିବ। ବନ୍ଧୁଗଣ, ଏହି ସମାଧାନ ଦ୍ୱାରା ତୁମେ ସେହି ଅଟକି ରହିଥିବା କାମକୁ ତୁରନ୍ତ ସମାପ୍ତ କରିବାରେ ସାହାଯ୍ୟ ପାଇବ। ତୁମର ଦ୍ୱାରରେ ଭଲ ଖବର ଆସିବ ଏବଂ ତୁମର ଭାଗ୍ୟ ବଦଳିଯିବ। କେବଳ ଏହି ଉପାୟ କର, କେହି ଏହାକୁ ଘଟିବାକୁ ଦେଇପାରିବେ ନାହିଁ। ତୁମେ ଯେଉଁ ଜିନିଷ ପାଇଁ ଆଗ୍ରହ କରିଛ ତାହା ତୁମର ପାଦ ତଳେ ରହିବ। ତୁମକୁ କେବଳ 5ଟି କଳା ଗୋଲମରିଚ ନେବାକୁ ପଡ଼ିବ। ସେଗୁଡ଼ିକୁ ନିଜ ମୁଠାଏ ଧରି ତୁମକୁ ବଜରଙ୍ଗବଳୀଙ୍କୁ ମନେ ରଖିବାକୁ ପଡ଼ିବ।
ତୁମକୁ ନିଜଠାରୁ ସମସ୍ତ ଅସୁବିଧା ଦୂର କରିବା ପାଇଁ, ସମସ୍ତ ବାଧା ଦୂର କରିବା ପାଇଁ, କାହାର ଖରାପ ନଜର ଦୂର କରିବା ପାଇଁ ଏବଂ ତୁମର ଉନ୍ନତି ପାଇଁ ବାଗେଶ୍ୱର ବାଲାଜୀଙ୍କୁ ମନେ ରଖିବାକୁ ପଡ଼ିବ। ତୁମକୁ ସେହି ମୁଠାଏ 5ଟି କଳାମରିଚ ନେଇ ଚୁପଚାପ କାହାକୁ ନ କହି 4ଟି ରାସ୍ତା ମିଶିଥିବା ଯେକୌଣସି ଛକକୁ ଯିବାକୁ ପଡ଼ିବ। ଏବେ ଚୁପଚାପ 4 ଦିଗରେ ଗୋଟିଏ କଳାମରିଚ ଫୋପାଏ ଏବଂ ତୁମ ହାତରେ ଥିବା ପଞ୍ଚମ ଗୋଲମରିଚକୁ ଆକାଶରେ ଉପରକୁ ଫୋପାଡ଼ ଏବଂ ତୁମ ଘରକୁ ଫେରିଯାଅ। କେବଳ ଏହି ସରଳ ଉପାୟ କର ଏବଂ ଦେଖ ଯେ ଏହି ଉପାୟ କରିବା ଦ୍ୱାରା ଆମର ଖୁସିକୁ ବାଧା ଦେଉଥିବା ସମସ୍ତ ଦୁଷ୍ଟ ଶକ୍ତି ଦୂର ହୋଇଗଲା। ଧରାଯାଉ କେହି ତୁମର ଖୁସିକୁ ବାନ୍ଧି ଦେଇଛି, କେହି ତୁମ ପରିବାରରେ ଅସୁବିଧା ସୃଷ୍ଟି କରିଛି, ତେବେ ଏହି ଉପାୟ କରିବା ଦ୍ୱାରା ସବୁକିଛି ଶେଷ ହୋଇଯାଏ ଏବଂ ଶତ୍ରୁର ଷଡ଼ଯନ୍ତ୍ର ବିଫଳ ହୁଏ। ଦ୍ୱିତୀୟ ଶୁଭ ଖବର ତୁମର ଦ୍ୱାରରେ ଠକ୍ ଠକ୍ କରିବାକୁ ଯାଉଛି। ଆପଣଙ୍କ ପରିବାରରେ ସନ୍ତାନ ହେବାର ସମ୍ଭାବନା ଅଛି। ବହୁତ ବର୍ଷ ଧରି ଆପଣଙ୍କ ଘରେ ହସ ଫୁଟି ନାହିଁ, କିନ୍ତୁ ଏବେ ସମୟ ଆସିଛି, କାରଣ ଜଣେ ବ୍ୟକ୍ତିଙ୍କ ଭାଗ୍ୟ କେତେବେଳେ ସେମାନଙ୍କୁ ଦେବ ଏବଂ କେତେବେଳେ ଛଡ଼ାଇ ନେବ ତାହା କୁହାଯାଇପାରିବ ନାହିଁ। କେତେବେଳେ ପରିବାର ବହୁତ ଖୁସି ଥାଏ, କେତେବେଳେ କେହି ହଠାତ୍ ବିଦାୟ ଦିଅନ୍ତି, କେତେବେଳେ ପରିବାରରେ ନୂତନ ଅତିଥି ଆସେ। ଜନ୍ମ ଏବଂ ମୃତ୍ୟୁ ଏହି ନଶ୍ୱର ଜଗତର ଭାଗ୍ୟ, କିନ୍ତୁ ଆମର କାମ ହେଉଛି ପ୍ରତ୍ୟେକ ପରିସ୍ଥିତିକୁ ବୁଝିବା, ଜୀବନରେ ଆସୁଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଏବଂ ବାଗେଶ୍ୱର ବାଲାଜୀଙ୍କ ଉପରେ ବିଶ୍ୱାସ ରଖି ସାହସର ସହିତ ପ୍ରତ୍ୟେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା। ଦ୍ୱିତୀୟ ଶୁଭ ଖବର ହେଉଛି ଆପଣଙ୍କ ଘରେ ହସ ଗୁଞ୍ଜରିତ ହୋଇପାରେ। ପରିବାରରେ ସନ୍ତାନ ହେବାର ସମ୍ଭାବନା ଅଛି। ନିକଟରେ ପରିବାରରେ କାହାର ବିବାହ ହୋଇଛି। ପରିବାରରେ ବହୁତ ଖୁସିର ଖବର ଆସିପାରେ। ବର୍ଷ ବର୍ଷ ଧରି ଆପଣଙ୍କ ଜୀବନରେ ନଥିବା ତୃତୀୟ ଶୁଭ ଖବର ଆପଣଙ୍କ ପାଖକୁ ଆସିବାକୁ ଯାଉଛି। ଏପରି ଏକ ସମୟ ଯେତେବେଳେ ଆପଣଙ୍କ ଭାଗ୍ୟ ଜାଗ୍ରତ ହେବ, ଆପଣଙ୍କୁ ଆପଣଙ୍କ ପ୍ରିୟଜନଙ୍କ ସମର୍ଥନ ମିଳିବ। ଆପଣ ଯେକୌଣସି କାମ କରିବେ ତାହା ଆପଣଙ୍କର ହେବ, କିନ୍ତୁ ଏହା ମନେ ରଖନ୍ତୁ, ସକାଳେ ଉଠିବା ପରେ, ପ୍ରଥମେ ସ୍ନାନ କରିବା ପରେ ଆପଣଙ୍କୁ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବାକୁ ପଡ଼ିବ। ଯେଉଁମାନେ ଉଠି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତି ନାହିଁ, ସେମାନେ ଧୀରେ ଧୀରେ ଦୁର୍ଭାଗ୍ୟବାନ ହୋଇଯାନ୍ତି। କିନ୍ତୁ ସକାଳେ ଉଠିବା ମାତ୍ରେ ପ୍ରଥମେ ଆପଣଙ୍କୁ ଏହି ନିର୍ଦ୍ଦେଶ ଦେବାକୁ ପଡ଼ିବ। ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରନ୍ତୁ, ସେଥିରେ ଏକ ଫୁଲ ରଖନ୍ତୁ। ଯଦି ସମ୍ଭବ ହୁଏ ତେବେ କିଛି କଳା ତିଲ ମିଶାନ୍ତୁ। ଆପଣଙ୍କ ଘରର ଛାତ ଉପରକୁ କିମ୍ବା ଅନ୍ୟ କୌଣସି ସ୍ଥାନରେ ଯାଆନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ଆପଣଙ୍କ ସୂର୍ଯ୍ୟଙ୍କୁ ଉଚ୍ଚ କରିବ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ସୂର୍ଯ୍ୟ ଶକ୍ତିଶାଳୀ ହୋଇଯାଏ ତେବେ ଆପଣଙ୍କର ଚନ୍ଦ୍ର ଆଉ ଦୁର୍ବଳ ରହିବ ନାହିଁ। ଏହା ପ୍ରତାରକ ଲୋକଙ୍କୁ ଦୂରେଇ ଦେବ। ଆପଣଙ୍କ ଜୀବନରେ ଥିବା ନକାରାତ୍ମକ ପ୍ରଭାବ ଦୂର ହୋଇଯିବ ଏବଂ ସବୁକିଛି ଧୀରେ ଧୀରେ ଭଲ ହୋଇଯିବ। କିନ୍ତୁ ଆପଣଙ୍କର ଅଭ୍ୟାସ କ'ଣ? ପ୍ରକୃତରେ ଦୁନିଆ ଏପରି ହୋଇଯାଇଛି ଯେ ଲୋକମାନେ ରାତି 2ଟା କିମ୍ବା 3ଟାରେ ଶୋଇଥାନ୍ତି ଏବଂ ସକାଳ 9ଟା କିମ୍ବା 10ଟାରେ ଉଠିଥାନ୍ତି। ଏହା ମନେ ରଖନ୍ତୁ, ଆପଣ ରାତିରେ ଶାନ୍ତି ପାଇପାରନ୍ତି ଏବଂ କାମରେ ଅଧିକ ଧ୍ୟାନ ଦେଇପାରନ୍ତି, କିନ୍ତୁ ରାତିରେ ଶୋଇବା ଏବଂ ବିଳମ୍ବିତ ରାତିରେ ଉଠିବା ଆପଣଙ୍କୁ ମାନସିକ ଭାବରେ ଚିଡ଼ଚିଡ଼ା କରୁଛି ଏବଂ ଆପଣଙ୍କ କାମକୁ ଜଟିଳ କରୁଛି। ଏକ ନିୟମ କରନ୍ତୁ, ସକାଳେ ଶୀଘ୍ର ଉଠି କିଛି ଦିନ ପାଇଁ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଆପଣ ଆର୍ଥିକ ଲାଭ ଦେଖିବେ। ଅବରୋଧିତ ଅବସ୍ଥା ଫେରିଆସିବା ଆରମ୍ଭ କରିବ ଏବଂ ତୁମର ଜୀବନ ଭୂମିରୁ ଆକାଶକୁ ଉଠିଯିବ। ଗୁରୁଜୀ ତୁମକୁ ଏକ ଗ୍ୟାରେଣ୍ଟି ଦେଉଛନ୍ତି। ଏବେ ମୁଁ ତୁମର ସବୁଠାରୁ ବଡ଼ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଛି। ଆମର ପରିବାର ଦେବତା ଆମ ଉପରେ ରାଗିଛନ୍ତି କି? ଆମର ପରିବାର ଦେବତା ଆମ ଉପରେ ରାଗିଛନ୍ତି କି? କେତେବେଳେ ଆମର ଜୀବନ ହଠାତ୍ ସମସ୍ୟା ଏବଂ ଜଟିଳତାରେ ପରିପୂର୍ଣ୍ଣ ହୋଇଯାଏ। ଯେତେବେଳେ ଆମେ ଏହି ସମସ୍ୟାର ସମାଧାନ ପାଇଁ କୌଣସି ଜ୍ୟୋତିଷ କିମ୍ବା ବାବାଙ୍କ ପାଖକୁ ଯାଉ, ସେମାନେ ଆମକୁ ସମାନ କଥା କୁହନ୍ତି, ତୁମର ପୂର୍ବପୁରୁଷଙ୍କ ଅଭିଶାପ ଅଛି, ତୁମର ପରିବାର ଦେବତା ତୁମ ଉପରେ ରାଗିଛନ୍ତି, ତୁମର ଦେବତା ତୁମକୁ ଆଶୀର୍ବାଦ ଦେଉନାହାନ୍ତି। ଯେତେବେଳେ ଆମ ପରିବାରର ସଦସ୍ୟମାନେ ଏହି କଥା ଶୁଣନ୍ତି, ସେମାନେ ଆହୁରି ଭୟଭୀତ ଏବଂ ଚିନ୍ତିତ ହୋଇଯାଆନ୍ତି। ଯଦି ତୁମେ ଜାଣିବାକୁ ଚାହୁଁଛ ଯେ ତୁମର ଜୀବନରେ କ'ଣ ଘଟୁଛି,
ତେବେ ଗୋଟିଏ କଥା ବହୁତ ଧ୍ୟାନ ସହିତ ଶୁଣ। ଯଦି ତୁମର ଜୀବନରେ ପୂର୍ବପୁରୁଷଙ୍କ ଅଭିଶାପ ଅଛି, ତେବେ ସର୍ବପ୍ରଥମେ ତୁମ ଘରେ ବାରମ୍ବାର ଅକାଳ ମୃତ୍ୟୁ ହେବ, ସନ୍ତାନ ଜନ୍ମ କରିବାରେ ସମସ୍ୟା ହେବ, ବିବାହରେ ବିଳମ୍ବ ହେବ, କାରଣ ବିନା ଭୟ ହେବ, ପୂର୍ବପୁରୁଷମାନେ ତୁମର ସ୍ୱପ୍ନରେ ଦେଖାଯିବେ ଏବଂ ତୁମେ ଘରେ ଏକ ନକାରାତ୍ମକ ପରିବେଶ ଅନୁଭବ କରିବ। ଯଦି ଏପରି କିଛି ସତ୍ୟ, ତେବେ ତୁମର ପୂର୍ବପୁରୁଷଙ୍କ ଅଭିଶାପ ଅଛି ଏବଂ ତୁମେ ତାହା ଅନୁଭବ କରିପାରିବ। ଯଦି ମୁଁ ଏହା ଅନୁଭବ କରୁଛି, ତେବେ ଶୂନ୍ୟ ଦିଅ। ତୁମେ ପ୍ରତିଦିନ ପିପଲ ଗଛକୁ ପାଣି ଅର୍ପଣ କରିବା ଉଚିତ। ଆପଣଙ୍କୁ ପିତୃଦେବତାଙ୍କ ନାମ ନେଇ ଏହା କରିବାକୁ ପଡ଼ିବ। ଯଦି ଆପଣ ଏହା କରନ୍ତି, ତେବେ ଧୀରେ ଧୀରେ ଆପଣଙ୍କର ପିତୃପୁରୁଷଙ୍କ ଅଭିଶାପ ଶେଷ ହେବ। ଆପଣ ଶାନ୍ତି ପାଇବେ ଏବଂ ଆପଣ ଯେତେ ଅଧିକ ଅଭାବୀ ଲୋକଙ୍କ ସେବା କରିବେ, ଆପଣଙ୍କ ପୂର୍ବପୁରୁଷମାନେ ଆପଣଙ୍କ ଉପରେ ସେତେ ଅଧିକ ପ୍ରସନ୍ନ ହେବେ। ଏବେ କିଛି ଲୋକଙ୍କର ଏକ ପ୍ରଶ୍ନ ଥିଲା ଯେ ଆମର କୁଳଦେବୀ ଆମ ଉପରେ ରାଗିଛନ୍ତି, ତେଣୁ ଏଥିପାଇଁ ଆପଣ ମଧ୍ୟ ଭଲ ଭାବରେ ବୁଝିବା ଉଚିତ ଯେ କୁଳଦେବୀ କ୍ରୋଧିତ ହେବାର ପରିସ୍ଥିତି କ'ଣ, ଏହାର ଲକ୍ଷଣ କ'ଣ। ପ୍ରଥମେ କେତେବେଳେ ଆମେ ଆମର କାମରେ ବହୁତ ବ୍ୟସ୍ତ ହୋଇଯାଉ, ତେଣୁ ଆମେ ତାଙ୍କ ଧ୍ୟାନ କରୁନାହୁଁ, ତାଙ୍କୁ ଖାଦ୍ୟ ଅର୍ପଣ କରୁନାହୁଁ, ଦୀପ ଜାଳି ଦେଉନାହୁଁ, ଘରେ ମାଂସାହାରୀ ଖାଦ୍ୟ ଖାଇବା ଆରମ୍ଭ କରୁନାହୁଁ, ଘରର ମହିଳାମାନଙ୍କୁ ଅପମାନ କରୁନାହୁଁ, ପୂଜାସ୍ଥଳରେ ମଇଳା ଜମା ହେବା ଆରମ୍ଭ ହୁଏ। ଏପରି ପରିସ୍ଥିତିରେ କୁଳଦେବୀ କ୍ରୋଧିତ ହୁଅନ୍ତି ଏବଂ ଯେତେବେଳେ ଏହା ହୁଏ, ସେତେବେଳେ ଘରେ ଅନେକ ଅନାବଶ୍ୟକ ବାଧା ସୃଷ୍ଟି ହୁଏ। କାମ କରିବା ସମୟରେ କାମ ନଷ୍ଟ ହୋଇଯାଏ। ପିଢ଼ି ପରେ ପିଢ଼ି ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଯଦି ଆପଣ ମଧ୍ୟ ଚାହାନ୍ତି ଯେ କୁଳଦେବୀଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହୁ, କାରଣ କେବଳ ଆମ ବଂଶର ଦେବୀ ଆମକୁ ସଫଳତା ଆଡ଼କୁ ନେଇପାରିବେ, ଏବଂ ଯଦି ଆପଣ ତାଙ୍କର ଆଶୀର୍ବାଦ ଚାହାନ୍ତି, ତେବେ ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ ଯେତେବେଳେ ଆପଣ ଇଚ୍ଛା କରନ୍ତି, ଆପଣଙ୍କୁ ଆପଣଙ୍କ ପୂଜା ସ୍ଥାନରେ ତାଙ୍କ ନାମରେ ଶୁଦ୍ଧ ଘିଅ କିମ୍ବା ତେଲର ଦୀପ ଜାଳିବାକୁ ପଡ଼ିବ। ଯଦି ଆପଣ ସେହି କୁଳଦେବୀଙ୍କ ନାମ ଜାଣନ୍ତି, ତେବେ ଆପଣଙ୍କୁ ତାଙ୍କ ନାମ 11 ଥର ଜପ କରିବାକୁ ପଡ଼ିବ। ଯଦି ଘରେ କୌଣସି ମୂର୍ତ୍ତି କିମ୍ବା ଫଟୋ ନାହିଁ, ତେବେ ପୂଜା ସ୍ଥାନରେ ତାଙ୍କ ନାମରେ ଦୀପ ଜାଳିବାକୁ ପଡ଼ିବ। ତେବେ ହିଁ ଆପଣଙ୍କ କାମ ହେବ। ବିଶେଷ କରି ଯେତେବେଳେ ଅଷ୍ଟମୀ ଆସେ, ନବମୀ ଆସେ, ଶୁକ୍ରବାର ଆସେ, ତେବେ ଆପଣଙ୍କୁ ଏହି କାମ କରିବାକୁ ପଡ଼ିବ ଏବଂ ଆଗାମୀ ସମୟକୁ ନିରାମିଷ ଖାଦ୍ୟ ସହିତ ବିତାଇବାକୁ ଚେଷ୍ଟା କରିବାକୁ ପଡ଼ିବ। ନିଶା ଏବଂ ମାଂସ ଏବଂ ମଦ୍ୟପାନରୁ ଦୂରରେ ରହିବାକୁ ପଡ଼ିବ, କାରଣ ଆପଣଙ୍କ ବଂଶର ଦେବତାମାନେ ବାହାରେ କୌଣସି ସ୍ଥାନରେ ନୁହନ୍ତି, ସେମାନେ ଆପଣଙ୍କ ଭିତରେ ଅଛନ୍ତି। ଆପଣଙ୍କ ଶକ୍ତି ସେମାନଙ୍କ ଦ୍ୱାରା ସଞ୍ଚାରିତ ହୁଏ, ଆପଣଙ୍କ ସଫଳତା ସେମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଏ। ଆପଣ ସବୁବେଳେ ସେମାନଙ୍କ ସହିତ ଅଛନ୍ତି ଏବଂ ସେମାନେ ସବୁବେଳେ ଆପଣଙ୍କ ସହିତ ଅଛନ୍ତି। ତେଣୁ ଯଦି ଆପଣ ନିଜେ ମଇଳା ଚିନ୍ତାଧାରା ରଖନ୍ତି, ନିଜକୁ ଅପବିତ୍ର ରଖନ୍ତି, ମାଂସ ଏବଂ ମଦ୍ୟପାନ କରନ୍ତି, ତେବେ ଏହି ଅଭ୍ୟାସଗୁଡ଼ିକ ସେମାନଙ୍କୁ କ୍ଷତି ପହଞ୍ଚାଏ। ସବୁଠାରୁ ଅଧିକ ଏବଂ ସେମାନେ ତୁମକୁ କ୍ଷତି ପହଞ୍ଚାନ୍ତି। ସେମାନେ କ୍ରୋଧିତ ହୁଅନ୍ତି। ତେଣୁ ତୁମକୁ ଆଗାମୀ 10 ଦିନ ପର୍ଯ୍ୟନ୍ତ ନିରନ୍ତର ଭାବରେ ଏହି ପ୍ରାର୍ଥନା ନିଜ ମନରେ ପାଠ କରିବାକୁ ପଡ଼ିବ। ହେ କୁଳଦେବୀ ମାତା, ଜାଣତାରେ କିମ୍ବା ଅଜାଣତାରେ କରିଥିବା ଅପରାଧ ପାଇଁ ଆମକୁ କ୍ଷମା କର, ଆମ ବଂଶକୁ ରକ୍ଷା କର ଏବଂ ଆଗାମୀ ସମୟରେ ଧନ, ସମୃଦ୍ଧି ଏବଂ ଖାଦ୍ୟ ସହିତ ଆମକୁ ସମୃଦ୍ଧ କର। ଏହି କାମ ତୁମକୁ କରିବାକୁ ପଡ଼ିବ ଏବଂ ମନେ ରଖିବାକୁ ପଡ଼ିବ ଯେ ଘରର ବଡ଼ ଲୋକଙ୍କ ସେବା କରିବାକୁ କେବେ ପଛଘୁଞ୍ଚା ଦିଅ ନାହିଁ। ଆଜିର ପିଲାମାନେ ବଡ଼ ଲୋକଙ୍କୁ କିଛି ବୋଲି ମାନିବେ ନାହିଁ। ସେମାନେ ସେମାନଙ୍କୁ ଅପମାନ କରନ୍ତି, ଘରୁ ବାହାର କରିଦିଅନ୍ତି ଏବଂ ବୃଦ୍ଧାଶ୍ରମକୁ ପଠାନ୍ତି ଏବଂ ଏହି ଭୁଲ ଏକ ବଡ଼ ପିତୃଦୋଷ ସୃଷ୍ଟି କରେ ଏବଂ କୁଳଦେବୀ ଦେବୀ କ୍ରୋଧିତ ହୁଅନ୍ତି। ଯଥାସମ୍ଭବ ସେମାନଙ୍କ ଆଶୀର୍ବାଦ ନିଅ, କେବଳ ସେମାନଙ୍କଠାରୁ ଆଶୀର୍ବାଦ ନିଅ। ବଡ଼ ଲୋକଟି ତୁମର ନିଜ ଘରର ହେଉ କିମ୍ବା ବାହାରର କୌଣସି ଅଜଣା ବ୍ୟକ୍ତି, ତୁମେ ସେମାନଙ୍କୁ ସମ୍ମାନ କରିବା ବନ୍ଦ କରିବା ଉଚିତ ନୁହେଁ। ତୁମର ଜୀବନ ଧୀରେ ଧୀରେ ଟ୍ରାକକୁ ଫେରିବା ଆରମ୍ଭ କରିବ। ତୁମର ମନ ହାଲୁକା ଅନୁଭବ କରିବା ଆରମ୍ଭ କରିବ। ଅତି କମରେ 21 ଦିନ ମଧ୍ୟରେ ତୁମେ ତୁମ ଘରେ ଶାନ୍ତି ଅନୁଭବ କରିବା ଆରମ୍ଭ କରିବ ଏବଂ ତୁମେ ଅନୁଭବ କରିବ ଯେ ବର୍ତ୍ତମାନ ମୋର ସମସ୍ତ କଷ୍ଟ ଏବଂ ସମସ୍ତ ବିବାଦ ଦୂର ହୋଇଗଲା। ତୁମ ମନର ଦ୍ୱନ୍ଦ୍ୱ ଦୂର ହୋଇଯିବ, ତୁମର ହୃଦୟ ଖୁସି ହୋଇଯିବ, ତୁମେ ରାତିରେ ଶାନ୍ତିରେ ଶୋଇବା ଆରମ୍ଭ କରିବ
ଏବଂ ସେଠାରେ ଥିବା ବାଧାଗୁଡ଼ିକ ଦୂର ହୋଇଯିବ। ଏହା ମଧ୍ୟ ଆସିବା ଆରମ୍ଭ ହେବ। ତାପରେ ତୁମେ ବୁଝିବ ଯେ ପୂର୍ବପୁରୁଷଙ୍କ ଆଶୀର୍ବାଦ ମୋ ଉପରେ ଲାଗି ରହିଥିଲା, କିମ୍ବା ମୋ ପାଖରେ କୁଳଦେବୀଙ୍କ ଜ୍ଞାନ ନଥିଲା। ମୁଁ ଲଗାତାର ଭୁଲ କରୁଥିଲି, ସେଥିପାଇଁ ଅସୁବିଧା ବଢ଼ିବାରେ ଲାଗିଥିଲା। ଗୁରୁଜୀ ଆଜି ତୁମକୁ ଯେଉଁ କଥା କହିଛନ୍ତି, ସେ ଜାଣିଶୁଣି କିମ୍ବା ଅଜାଣତରେ କହିନାହାନ୍ତି। ଏହି କଥାଗୁଡ଼ିକ ଶୁଣିବା ତୁମର ଭାଗ୍ୟରେ ଲେଖାଯାଇଥିଲା ଏବଂ ଆଜି ତୁମେ ଏହି ଭିଡିଓଟି ଏପର୍ଯ୍ୟନ୍ତ ଦେଖିପାରୁଛ। ତେଣୁ ଏହା ମଧ୍ୟ ପ୍ରକୃତିର ନିୟମ। ଏହାକୁ ଅଣଦେଖା କର ନାହିଁ। ଏହାକୁ ଧ୍ୟାନ ଦେଇ ଶୁଣ। ଆଜିର ଭିଡିଓରେ ତୁମେ ଯେଉଁ କଥାଗୁଡ଼ିକ ଶୁଣିଛ, ତାହା ତୁମର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଯଦି ତୁମେ ଏହି ନିୟମଗୁଡ଼ିକୁ ପାଳନ କର, ପ୍ରତିକାର କର, ଗୁରୁଜୀଙ୍କ କଥାକୁ ସମ୍ମାନ କର, ତେବେ ତୁମର ଜୀବନ ମଧ୍ୟ ପରିବର୍ତ୍ତନ ହେବ ଏବଂ ତୁମର ଜୀବନରେ ମଧ୍ୟ ସବୁକିଛି ଭଲ ହେବା ଆରମ୍ଭ କରିବ। ତୁମେ ଏହି ଭିଡିଓଟି